ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍ କୁ ସ୍ୱାଗତ କରୁଛି ସାର୍। ରାଜ୍ୟରେ ଗୋଟେ କଥା ଯଦି କହିବା, କିଛି ଦିନ ପୂର୍ବରୁ ଥଣ୍ଡା ଆଦୌ ହଉନଥିଲା, କିନ୍ତୁ ଆଜି କଥା ଆମେ ଯଦି କହିବା 2-3 ଦିନ ହେବ ଅଧିକ ମାତ୍ରାରେ ଶୀତ ହଉଛି। ଆଜି ସବୁଠୁ ଅଧିକ ମାତ୍ରାରେ ଥଣ୍ଡା ପଡୁଛି। ଏ ଥଣ୍ଡା କେତେ ଦିନ ଧରି ଲାଗି ରହିବ ଏବଂ କେଉଁ କେଉଁ ଜିଲ୍ଲା ଗୁଡିକ ଥଣ୍ଡାରେ ଅଧିକ ପ୍ରଭାବିତ ହେବ? ନମସ୍କାର। ହଁ, ଆମର ଯୋଉ ଏଇ ଥଣ୍ଡାର ଯୋଉ ଏପିସୋଡ ଟା ଯୋଉ 9 ତାରିଖରୁ ଆରମ୍ଭ ହେଇଥିଲା, ମତେ ଲାଗୁଛି ଓଭରଅଲ 17 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆଉ ଏଇ ଯୋଉ ନେକ୍ସଟ 72 ଘଣ୍ଟା ଆସୁଛି, ମାନେ ଆଜ୍ଞା। ଆଜି 14, 15, 16 ଲାଗୁଛି ଟିକେ ଅଧିକା ଥଣ୍ଡାର ପ୍ରଭାବ ରହିପାରେ, କାରଣ ଉତ୍ତର ଭାରତରେ ଶୀତ ଲହରୀ ଚାଲିଛି। ଆଉ ତା ସହିତ ଗୋଟେ ଆମର ଯୋଉ ଗୁରୁଚାପ କ୍ଷେତ୍ର ବର୍ତ୍ତମାନ ଗୁଜରାଟ ପାଖାପାଖି ଅଞ୍ଚଳରେ ସୃଷ୍ଟି ହବ। ସେ ଯୋଉ ଉତ୍ତର ପଶ୍ଚିମ ବାୟୁକୁ କେନ୍ଦ୍ରୀୟ ଆଉ ପୂର୍ବ ଭାରତ ଆଡେ ଆଉ ଟିକେ ତାର ଗତି ବଢେଇବ। ଆଉ ତା ସହିତ ବି ଲାଗୁଛି ଆମର ଯୋଉ ପଶ୍ଚିମ ଝଡର ଗୋଟେ ପ୍ରଭାବ ରହିବ 15ରୁ 18। ତେଣୁ ଏଇ ସବୁର ଯୋଉ ପ୍ରଭାବରେ ଆଉ ବାଦଲ କଣ୍ଡିସନ ନାହାନ୍ତି, ତେଣୁ ଏଇ ସବୁ କଣ୍ଡିସନରେ ଶୀତର ମାତ୍ରା ଟା ଲାଗୁଛି ନେକ୍ସଟ ଯୋଉ 72 ଘଣ୍ଟା ଆସୁଛି ଟିକେ ଅଧିକା ରହିପାରେ। ଓଡିଶା ସହିତ କେନ୍ଦ୍ରୀୟ ଭାରତର ରାଜ୍ୟ ମାନଙ୍କର ଯେମିତି ଓଡିଶା, ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ବିହାର ଗୋଟେ ବଡ ଅଞ୍ଚଳରେ ଟିକେ ଶୀତର ଅଧିକା ମାତ୍ରା ରହିପାରେ। ଆଉ ତାପରେ 17 ଚାଲିଗଲା ପରେ ଆମର ଯୋଉ ଲଘୁଚାପ କ୍ଷେତ୍ର, ଯୋଉ ଫଲ ଲଘୁଚାପ କ୍ଷେତ୍ର, ଘୂର୍ଣ୍ଣିବଳୟ କ୍ଷେତ୍ର, ମତେ ଲାଗୁଛି ତା ପ୍ରଭାବଟା ଧୀରେ ଧୀରେ ସ୍ଥଳ ଭାଗରେ ପଡିବ। ମୋଷ୍ଟଲି ସେଇଟା ଦକ୍ଷିଣ ଭାରତ ଆଡେ ଅଗ୍ରସର ହିଁ ହବ। ତାର ଯୋଉ ସମୟ ସୀମା ରହୁଛି 17ରୁ 20, କିନ୍ତୁ ତାର ଯୋଉ ଆଂଶିକ ପ୍ରଭାବ ଆମର ଓଡିଶା, ଆନ୍ଧ୍ରପ୍ରଦେଶ, ପର୍ଟିକୁଲାର ଦକ୍ଷିଣ ଓଡିଶା ଜିଲ୍ଲା ମାନଙ୍କରେ ରହିପାରେ। ତେଣୁ ବାଦଲ କଣ୍ଡିସନ ପୁଣି ସୃଷ୍ଟି ହବ 17 ପରେ ପରେ, ଯାହା ଫଳରେ କି ଆପଣ ଯୋଉ ଶୀତ ବର୍ତ୍ତମାନ ଅନୁଭୂତ କରୁଛନ୍ତି ତା ପ୍ରଭାବ ପୁଣି କମିଯିବାର ବି ସମ୍ଭାବନା ରହୁଛି। ସାର୍, ଶୀତ ସାଙ୍ଗକୁ କେଉଁଠି ନା କେଉଁଠି ଜିଲ୍ଲାର ଅଧିକାଂଶ ସ୍ଥାନରେ ତ କୁହୁଡି ଦେଖିବାକୁ ମିଳୁଛି। ତ ଏଇ କୁହୁଡି କାହିଁକି ହୁଏ ଏବଂ କୁହୁଡି କେଉଁ କେଉଁ ଜିଲ୍ଲାକୁ କୁହୁଡି ପାଇଁ ସତର୍କତା ଦିଆଯାଉଛି? କୁହୁଡିଟା ମାନେ ଆମର ଗୋଟେ ବାୟୁମଣ୍ଡଳ ତଳ ଭାଗରେ ଯୋଉ ବାଦଲ ମାନେ କହିପାରିବା। ଜେନେରାଲି ଆପଣ ଯେତେବେଳେ ଆର୍ଦ୍ରତା ଟିକେ ରହେ, ସେତେବେଳେ ଥଣ୍ଡା ଯୋଉ ପରିସ୍ଥିତି ରହେ ସ୍ଥଳ ଭାଗରେ, ଏଇ ଦିଟା ଏନଭାରମେଣ୍ଟରେ, ବାତାବରଣରେ ସକାଳ ବେଳା କୁହୁଡି କଣ୍ଡିସନ ରୁହେ। ମତେ ଲାଗୁଛି କୁହୁଡି ପ୍ରଭାବ ରହିବ। ମତଲବ ଦକ୍ଷିଣ ଯୋଉ ଓଡିଶାର ଜିଲ୍ଲା ମାନେ ଅଛନ୍ତି ଟିକେ ସ୍ଥାନେ ସ୍ଥାନେ କୁହୁଡି ରହିପାରେ, କାରଣ ଧୀରେ ଧୀରେ ଜଳୀୟ ବାଷ୍ପ ବଙ୍ଗୋପସାଗରରୁ ଆସିବାର ସମ୍ଭାବନା ରହୁଛି। କିନ୍ତୁ ମତେ ଲାଗୁଛି ବହୁତ ଆଇସୋଲେଟେଡ ଜାଗାରେ ରହିବ। ବେଶୀ ଜାଗା କୁହୁଡି କଣ୍ଡିସନ ନ ହେଇପାରେ, କାରଣ ବର୍ତ୍ତମାନ ଯୋଉ ଆମର ଆର୍ଦ୍ରତା ଟିକେ କମ ଅଛି। କିନ୍ତୁ ଦକ୍ଷିଣ ଓଡିଶାର ଜିଲ୍ଲା ମାନେ ଟିକେ କୁହୁଡି ଅଧିକା ପାଇପାରନ୍ତି, କିନ୍ତୁ ସେଇଟା ମୋଷ୍ଟଲି ଆମର ସକାଳ ବେଳା ହିଁ ରହିବାର ସମ୍ଭାବନା ରହୁଛି। ନିହାତି ଭାବେ ସାର୍। ସାର୍, ଆପଣ ସିଷ୍ଟମକୁ ନେଇକି କଣ କହିବେ? କାହିଁକି ନା ଲଘୁଚାପ କ୍ଷେତ୍ର ଆଗକୁ ଆଉ ଗୋଟେ ଆସୁଛି। ହଁ, ବର୍ତ୍ତମାନ ଯୋଉ ଲଘୁଚାପ କ୍ଷେତ୍ରର ପ୍ରଭାବ ମୋଟାମୋଟି ସରିଗଲାଣି। ସେ ଧୀରେ ଧୀରେ ପଶ୍ଚିମ ଦିଗରେ ଆରବ ସାଗର ଆଡକୁ ଅଗ୍ରସର ହବ। ବର୍ତ୍ତମାନ ଯୋଉ ଫଲୋଅପ୍ ସିଷ୍ଟମ, ତାର ଯୋଉ ଘୂର୍ଣ୍ଣିବଳୟ ସର୍କୁଲେସନ ଟା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ସମୁଦ୍ରରେ ଅଛି। ଆଉ ସେ ଧୀରେ ଧୀରେ ଘନୀଭୂତ ହବ, ଲଘୁଚାପ କ୍ଷେତ୍ର ମଧ୍ୟ ହବାର ସମ୍ଭାବନା ରହୁଛି। ତେଣୁ ତା ପ୍ରଭାବଟା ରହୁଛି 14, 15ରୁ ନେଇକି 20 ତାରିଖ ପର୍ଯ୍ୟନ୍ତ। ସେଇ ଦକ୍ଷିଣ ଭାରତର ରାଜ୍ୟ ମାନେ ଟିକେ ବେଶୀ ପ୍ରଭାବିତ ସମ୍ଭାବନା ଅଛି। କିନ୍ତୁ ଓଡିଶା ପରିପ୍ରେକ୍ଷୀରେ ଦେଖିଲେ ଯୋଉ ବାଦଲ ଆଉ ବର୍ଷା ବି, ହାଲୁକା ବର୍ଷା ବି ଆମର ଯୋଉ ଦକ୍ଷିଣ ଓଡିଶାର ଜିଲ୍ଲା ମାନେ ଉପକୂଳବର୍ତ୍ତୀ ଆଂଶିକ ବି ପ୍ରଭାବିତ ହେଇପାରନ୍ତି। ଯୋଉ ସମୟ ସୀମା ରହୁଛି ତାହାର, ତେଣୁ ସେ ବି 17ରୁ 20 ତାରିଖ ପର୍ଯ୍ୟନ୍ତ କିନ୍ତୁ ଗୋଟେ ବଡ କ୍ଷେତ୍ରରେ ଲାଗୁଛି ବାଦଲ ସୃଷ୍ଟି ହବ। ଆଉ ଟିକେ ବେଶୀ ସମୟ ପାଇଁ କି 20-22 ପର୍ଯ୍ୟନ୍ତ ଟିକେ ବାଦଲ କଣ୍ଡିସନ ରହିପାରେ। ତେଣୁ ଶୀତର ପ୍ରଭାବଟା 17 ପରେ ପରେ ମତେ ଲାଗୁଛି ଉପକୂଳବର୍ତ୍ତୀ ଅଞ୍ଚଳରୁ କମିବା ଆରମ୍ଭ ହବ। ଆଉ ପଶ୍ଚିମ ଆଉ ଉତ୍ତର ଓଡିଶାରୁ ମତେ ଲାଗୁଛି 20-22 ପରେ ପରେ ଶୀତର ପ୍ରଭାବ କମିବା ଆରମ୍ଭ ହବ। ଆମେ ଗୋଟେ ଟିକେ କୋହଲା ପାଗ, ଟିକେ ହାଲକା ବର୍ଷା
ସ୍ଥାନେ ସ୍ଥାନେ ଟିକେ ଅଧିକା ବର୍ଷା ବି ରହିବାର ସମ୍ଭାବନା ରହୁଛି ଏଇ ଯୋଉ ଫଲ ଅପ୍ ଲଘୁଚାପ କ୍ଷେତ୍ରର ପ୍ରଭାବରେ। ସାର୍ ଆଗକୁ ଯେତେବେଳେ ଡିସେମ୍ବର 25 ରହିଛି, ଖ୍ରୀଷ୍ଟମାସ ରହିଛି, ତ ସେଇ ସମୟରେ ବର୍ଷା କିମ୍ବା ଶୀତ କେତେ ଅନୁଭୂତ ହେବ ସେ ନେଇ କଣ କହିବେ? ଆମେ ବହୁତ ଆଗରୁ ଅଛୁ, ଅଲମୋଷ୍ଟ 10 ଦିନ ଆଗରୁ ଅଛୁ, କିନ୍ତୁ ମୋଟାମୋଟି ମତେ ଯୋଉ ଲାଗୁଛି ଯୋଉ ନେକ୍ସଟ ଫଲୋଅପ୍ ସିଷ୍ଟମ ଟା ଆସୁଛି ତା ପ୍ରଭାବଟା 17ରୁ ନେଇକି ଓଡିଶା ପରିପ୍ରେକ୍ଷୀରେ ଦେଖିଲେ, ପର୍ଟିକୁଲାର ଦକ୍ଷିଣ ଓଡିଶା ପରିପ୍ରେକ୍ଷୀରେ ଦେଖିଲେ 17ରୁ ନେଇକି 20 ତାରିଖ ପରେ ତା ପ୍ରଭାବଟା କମିଯିବ, କିନ୍ତୁ ଯଦିଓ ବର୍ଷାର ପ୍ରଭାବଟା କମି ଯାଇପାରେ କିନ୍ତୁ ଯୋଉ ବାଦଲ ଟିକେ ମାନେ ଓଭରକାଷ୍ଟ କଣ୍ଡିସନ ମତେ ଲାଗୁଛି ସେ 22-23 ପର୍ଯ୍ୟନ୍ତ ରହିପାରେ, ତାପରେ ଆଉ କିଛି ବେଶୀ ପ୍ରଭାବ ମତେ ଲାଗୁନି। ତେଣୁ ଯୋଉ ଆପଣ କହୁଛନ୍ତି କ୍ରିସମସ ପାଇଁ ମତେ ଲାଗୁଛି ଗୋଟେ ମଡରେଟ କଣ୍ଡିସନ ରହିବ, ଆଉ କିଛି ନା ବେଶୀ ଶୀତ ରହିବ ନା ବେଶୀ କୋହଲା ପାଗ କି ବର୍ଷା ରହିବ, ଗୋଟେ ନର୍ମାଲ କଣ୍ଡିସନ ରହିବାର ମତେ ସମ୍ଭାବନା ଲାଗୁଛି। ଆହୁରି କ୍ଲାରିଟି ଆସିବ ଆ ଉପରେ, କିନ୍ତୁ ମୋଟାମୋଟି ମତେ ଲାଗୁଛି ଯୋଉ ଫଲୋଅପ୍ ସିଷ୍ଟମ ଅଛି ତାର ପ୍ରଭାବଟା 22-23 ପର୍ଯ୍ୟନ୍ତ ରହିପାରେ, ତାପରେ କ୍ଲିୟର ଆଉଟ୍ ହେଇପାରେ। ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।